ओम शांति। आज 18/2/2025 प्रातः मुरली ओम शांति बाप-दादा मधुबन। आजिर महावाक्य बाबा कहले, मिठे बच्चे तुम मानकर कर्तव्य होउची घरे घरे बाबांकर संदेश देबा। जे कोनोसी परिस्थिति रे उपाय बाहर करी बाबांकर परिचय प्रत्येकंकु निश्चित दियो। प्रश्न, तुम मानकर केउं कथारे शौक रहिबा उचित? उत्तर, मुरली रे जेउं सबु नुआ नुआ पॉइंट्स बाहरुची सेगुड़ी को नोट करी निज पाखरे रखिबार शौक रहिबा दरकार। काहेकि ना एते गुड़िए पॉइंट्स मने रहिबा कष्टकर अटे। प्रथमे खातारे लेखि रखी तापरे बुझाइबाकु हेबो। एपरि नुहे कि केवल खातारे लेखि रखिदेब। ଯେଉଁ ସନ୍ତାନମାନେ ଭଲ ଭାବରେ ଜ୍ଞାନକୁ ବୁଝୁଛନ୍ତି ସେମାନଙ୍କୁ ନୋଟ୍ ଲେଖିବାର ବହୁତ ସୌକ ରହିଥାଏ। ଧାରଣା ପାଇଁ ମୁଖ୍ୟ ସାର୍, ସଦାସର୍ବଦା ଖୁସି ରହୁ କି ଆମେମାନେ ସତ୍ୟ ଧର୍ମର ସ୍ଥାପନାର ନିମିତ୍ତ ଅଟୁ। ସ୍ୱୟଂ ଭଗବାନ ଆମକୁ ପାଠ ପଢ଼ାଉଛନ୍ତି। ଆମର ଦେବୀ ଦେବତା ଧର୍ମ ମଧ୍ୟ ବହୁତ ସୁଖଦାୟୀ ଅଟେ। ବଗିଚାର ମାଳି ହୋଇ କଣ୍ଟାକୁ ଫୁଲ କରିବାର ସେବା କରିବାକୁ ହେବ। ପ୍ରଥମେ ସମ୍ପୂର୍ଣ୍ଣ ରୂପେ ପାଳନା ଦେବା ପରେ ବାବାଙ୍କ ସମ୍ମୁଖକୁ ଆଣିବାକୁ ହେବ। ମେହନତ କରିବାକୁ ପଡ଼ିବ। ବରଦାନ, ପୁରୁଣା ଦେହ ଏବଂ ଦୁନିଆକୁ ଭୁଲି ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହୁଅ। ସଙ୍ଗମ ଯୁଗୀ ଶ୍ରେଷ୍ଠ ଆତ୍ମାମାନଙ୍କର ରହିବାର ସ୍ଥାନ ବାପଦାଦାଙ୍କର ହୃଦୟ ସିଂହାସନ ଅଟେ। ଏଭଳି ସ୍ଥାନ ବା ଆସନ ସାରା କଳ୍ପ ଭିତରେ କେବେ ବି ମିଳିପାରିବ ନାହିଁ। ବିଶ୍ୱର ରାଜ୍ୟ ସିଂହାସନ ବା କୌଣସି ଦେଶର ରାଜ୍ୟ ସିଂହାସନ ତ ବାରମ୍ବାର ମିଳିବ, କିନ୍ତୁ ଏହି ହୃଦୟ ସିଂହାସନ ମିଳିବ ନାହିଁ। ଏହା ଏତେ ବିଶାଳ ସ୍ଥାନ ଯାହାକି ଚାଲିବା, ବୁଲିବା, ଖାଇବା, ପିଇବା, ଶୋଇବା ସମୟରେ ମଧ୍ୟ ସିଂହାସନ ଉପରେ ବିରାଜମାନ ରହିପାରିବ। ଯେଉଁ ପିଲାମାନେ ସଦାସର୍ବଦା ବାପଦାଦାଙ୍କର ହୃଦୟ ସିଂହାସନ ଉପରେ ବିରାଜମାନ ରହିଥାନ୍ତି ସେମାନେ ଏହି ଦେହ ବା ଦେହର ଦୁନିଆରୁ ବିସ୍ମୃତ ରହିଥାନ୍ତି। ଏହାକୁ ଦେଖୁଥିଲେ ମଧ୍ୟ ଦେଖିନଥାନ୍ତି। ସ୍ଲୋଗାନ, ବିନାଶୀ ନାମ ମାନ ସାନ ଅର୍ଥାତ୍ ପ୍ରତିଷ୍ଠା ପଛରେ ଦୌଡ଼ିବା ଅର୍ଥ ନିଜର ଛାଇକୁ ଧରିବାକୁ ଚେଷ୍ଟା କରିବା। ଓମ୍ ଶାନ୍ତି।